ଆସିକା ନୂଆଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ପବିତ୍ର ସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ 108 କଳସୀ ଜଳରେ ସ୍ନାନ କରାଇଲେ ପଣ୍ଡା ସେବକମାନେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଆଜି ସକାଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର, ମା ସୁଭଦ୍ରାଙ୍କୁ ସେବାୟତମାନେ ପହଣ୍ଡି ଆଣି ସ୍ନାନ ମଣ୍ଡପରେ ପହଞ୍ଚିଥିଲେ। ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ସାଧାରଣ ବେଶ କରାଯାଇଥିଲା। ପରେ ମହାପ୍ରଭୁଙ୍କୁ 108 ପୂର୍ଣ୍ଣ କୁମ୍ଭ କଳସୀରେ ସୁଗନ୍ଧିତ ସୁଶୀତଳ ଜଳରେ ସ୍ନାନ କରାଯାଇଥିଲା। ମହାପ୍ରଭୁଙ୍କର ବିଚିତ୍ର ଲୀଳା ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କ ସ୍ନାନ ସମୟରେ ଇନ୍ଦ୍ରଦେବ ଉପରୁ ବର୍ଷା ଜଳ ପ୍ରଦାନ କରିଥିଲେ। ପ୍ରବଳ ବର୍ଷା ସାଙ୍ଗକୁ ମହାପ୍ରଭୁଙ୍କ ସ୍ନାନ ବେଶ ଆନନ୍ଦ ଦେଇଥିଲା ପଣ୍ଡା, ସେବକ ଓ ଶ୍ରଦ୍ଧାଳୁମାନଙ୍କୁ। ପରେ ଅପରାହ୍ନରେ ମହାପ୍ରଭୁଙ୍କୁ ହାତୀ ବେଶ କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ମହାପ୍ରଭୁଙ୍କୁ ଗଜ ବେଶକୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ବହୁ ଭକ୍ତମାନେ ଆସି ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କରୁଣା ଲାଭ କରି